ହ୍ୟାଲୋ ସାଙ୍ଗମାନେ, ମୋର ଆଉ ଗୋଟେ ବ୍ଲଗକୁ ସ୍ୱାଗତ। ତ ଆଜି ମୁଁ ଷ୍ଟାର୍ଟ କରୁଛି ମୋ ଘରୋଇ ବ୍ଲଗ। ତ ଚାଲନ୍ତୁ ଦେଖିବା ଆଜି ଆମର ଦୋକାନ, ମୋର କିରାନା ଦୋକାନ କେମିତି ଅଛି ଦେଖନ୍ତୁ। ଏଇଟା ହଉଛି ମୋର କିରାନା ଦୋକାନ, ବେଶୀ ବଡ ଦୋକାନ ନାହିଁ। ଏଇଟା ହଉଛି ମୋ ଛୋଟିଆ କିରାନା ଦୋକାନ। ତ ଦେଖନ୍ତୁ ଏମିତି ମୋର କିରାନା ଦୋକାନ। ତ ବର୍ତ୍ତମାନ ଯାଇକି ଫ୍ରେଶ ହେଇଯିବା। ଆଜି ତ ପୂଜା ଆରମ୍ଭ ହୋଇଥିଲା, ଆଜି ଦ୍ୱିତୀୟ ଦିନ। ସେଇଠି ଆଜି 1000ଟା ଦୀପ ଲାଗିବ। ତ ଚାଲନ୍ତୁ ମୁଁ ଫ୍ରେଶ ହୋଇଗଲି, ଏବେ ବାହାରି ପଡିଲି। ଚାଲନ୍ତୁ ସେଇଠି ଦେଖାହବା। ତ ଆସି ପହଞ୍ଚିଗଲି, ଦୀପ ସଜା ବି ଚାଲିଛି, ଦୀପରେ ଜଡା ପକା ହଉଛି। ସ୍ୱାସ୍ତିକ ଚିହ୍ନରେ ଦୀପ ସଜା ହେଇଛି। ତ ଦେଖନ୍ତୁ ଆଜି ମାଙ୍କର ଦ୍ୱିତୀୟ ଦିନ। ଆଜି ମା କାଳୁଆ ମା ସଜେଇ ଯାଉଛନ୍ତି, ଦେଖନ୍ତୁ କେମିତି ମା ସୁନ୍ଦର ଦିଶୁଛନ୍ତି। ସଜା ବି ହେଇଗଲା। ତ ଦେଖନ୍ତୁ ଆଉ କିଛି ସମୟ ମଧ୍ୟରେ ଆମର ଇସ୍ପାତ ଓ ପରିବହନ ମନ୍ତ୍ରୀ ଆସିକି ଆମ ଗ୍ରହଣରେ ପହଞ୍ଚିବେ। ଆସିକି ପହଞ୍ଚିଗଲେ ବିଭୂତି ଭୂଷଣ ଜେନା, ପରିବହନ ମନ୍ତ୍ରୀ। ତ ଦେଖନ୍ତୁ ଆସି ତାଙ୍କୁ ସ୍ୱାଗତ କରୁଛନ୍ତି ଆମର ଭାଇ ବନ୍ଧୁ ମାନେ। ତ ଦେଖନ୍ତୁ ଯିଏକି ଆମକୁ ଫୁଲମାଳ ଅର୍ପଣ କରୁଛନ୍ତି, ଯିଏକି ରବିଶଙ୍କର ସେଠୀ, ପୂର୍ବତନ ବିଜେପିର ଗୋଟେ ନେତା ଥିଲେ, ସିଏ ଆମର ଦାଦା ହିଁ ହେବେ। ତାପରେ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମର ଆରମ୍ଭ ବି ହେଇଗଲାଣି। ତ ଦେଖନ୍ତୁ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ବି ଆରମ୍ଭ ବି ହେଇଗଲାଣି। ସମସ୍ତେ ମା ମାଉସୀ ମାନେ ବି ଆସୁଛନ୍ତି ରାଳବ ଗ୍ରାମ। ତ ଦେଖନ୍ତୁ ଆଜି ମାଙ୍କର ଦ୍ୱିତୀୟ ଦିନ କେମିତି ସଜେଇ ଅଛନ୍ତି। ପୁଲିଆରି ଭୋଗ ମଧ୍ୟ ବି ହେଇଥିଲା, ସମସ୍ତ ଭକ୍ତ ବନ୍ଧୁ ମାନେ ଖାଇକି ବି ଯାଇଛନ୍ତି। ଦେଖନ୍ତୁ ଏଇଟା ହଉଛି ଆମର ଆଜି ମାଙ୍କର ଦ୍ୱିତୀୟ ଦିନ। ତ ଆଜି ପାଇଁ ଏତିକି, ରହିଲି। ଲାଇକ୍ ଏଣ୍ଡ